ଦରଟି କଥା ଜୀବନର ଗତିପଥ ବଦଳାଇ ଦେବ, ସଫଳତା ଆଡ଼କୁ ବାଟ ଦେଖେଇବ। ଜୀବନର କିଛି ଅମୂଲ୍ୟ ଆଉ ସତ୍ୟ କଥା ଶୁଣିଲେ ମନକୁ ଶାନ୍ତ ମିଳିବ, ଜୀବନ ବଦଳିଯିବ। ମୋହ ମଣିଷକୁ ପରାଜୟ ସହିତ ଅଧର୍ମ ବାଟକୁ ନେଇଯାଏ। ଯେମିତି ଧୃତରାଷ୍ଟ୍ରକୁ ନିଜ ପୁଅ ପ୍ରତି ମୋହ ହେଲେ ଧର୍ମର ବାଟ ମଣିଷକୁ ସବୁବେଳେ ଶାନ୍ତ ଆଣିଥାଏ, ଯେମିତି ଅର୍ଜୁନଙ୍କ ସହିତ ଶ୍ରୀକୃଷ୍ଣ। ବଜାରରେ ମିଳୁଥିବା ଛୋଟିଆ ଫଳଟିଏ ନିଜର ଆକାର ପାଇଁ ନୁହେଁ, ନିଜର ମଧୁରତା ସ୍ୱାଦ ପାଇଁ ଅଧିକ ଦାମରେ ବିକ୍ରି ହୋଇଥାଏ। ଠିକ୍ ସେହିପରି ମଣିଷ ଛୋଟ ହେଉ ବା ବଡ଼, ଧନୀ ହେଉ ବା ଗରିବ, ନିଜର ଭଲ ବ୍ୟବହାର ପାଇଁ ସମାଜରେ ସମ୍ମାନ ପାଇଥାଏ। ବେଳ ଥାଉ ଥାଉ ଉପାୟ ନ କଲେ ଜୀବନଟା ଶୂନ୍ୟ ମରୁଭୂମି ପାଲଟିଯାଏ। କାରଣ ସୁଯୋଗ ଜୀବନରେ ଥରେ ହିଁ ମାତ୍ର ଆସିଥାଏ। ଯେତେ ବଳବାନ ହୁଅ ନା କାହିଁକି, ଗୋଟିଏ ରୋଗ ଧରାଶୟ କରିଥାଏ। ଯେତେ ଧନବାନ ହୁଅ ନା କାହିଁକି, ସମୟ ହିଁ ଭିକାରୀ କରିଥାଏ। ଗୋଟିଏ ଦିନ, ଗୋଟିଏ ଘଣ୍ଟା ଏବଂ ଗୋଟିଏ ମିନିଟ୍ ଆପଣଙ୍କ ଜୀବନରେ ଆଉ ଆସିବ ନାହିଁ। ଝଗଡ଼ା କ୍ରୋଧରୁ ଦୂରେଇ ରୁହ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁନ୍ଦର କଥା କହିବା ସହିତ ଭଲ ପାଇବା ଦିଅ। ଏ ସଂସାରରେ ଦୁର୍ବଳ କେହି ନୁହନ୍ତି, ପରିସ୍ଥିତି ଦୁର୍ବଳ କରାଇ ଦେଇଥାଏ। ଆଉ ପରିସ୍ଥିତିରେ ଫାଇଦା ଉଠାଇ କିଛି ଖଳ ପ୍ରକୃତି ଲୋକ ନିଜକୁ ମନେ ମନେ ସିଂହ ବୋଲି ଭାବି ନିଅନ୍ତି। ଖୁସି ଦେବା ଲୋକ ହିଁ ସବୁବେଳେ ନିଜ ଲୋକ ହୋଇନଥାନ୍ତି, କିନ୍ତୁ ଦୁଃଖ ଦରଦ ଲୋକ ସବୁବେଳେ ନିଜ ଲୋକ ହିଁ ହୋଇଥାନ୍ତି। ପୃଥିବୀରେ ରହୁଥିବା ମଣିଷ ଧନ ସମ୍ପତ୍ତିକୁ ଗଣୁଥାଏ, କାଲି କେତେ ଥିଲା ଆଉ ଆଜି କେତେ ବଳିଛି। ଆଉ ଉପରେ ବସିଥିବା ଈଶ୍ୱର ହସୁଥାନ୍ତି, ପୁଣି ଏଇ ମଣିଷକୁ ଆୟୁଷକୁ ଗଣୁଥାନ୍ତି, କାଲି କେତେ ଦିନ ଥିଲା ଆଉ ଆଜି କେତେ ଦିନ ରହିଲା। ଲୋଭରୁ ଦୂରେଇ ରୁହନ୍ତୁ, ସମାଜରେ ଭଲ କାମ କରନ୍ତୁ, ଈଶ୍ୱରଙ୍କୁ କେବଳ 5 ମିନିଟ୍ ସମୟ ଦିଅନ୍ତୁ। ମିଠା କଥାରେ ମିଛ ବେଶୀ, ମିଥ୍ୟାବାଦୀଙ୍କ ହସ ବେଶୀ, ସରଳିଆ ଧୋକା ଖାଏ ବେଶୀ, ବଡ଼ ଲୋକଙ୍କୁ ଚାହିଦା ବେଶୀ, ବୋକାମାନେ ଭଲ ପାଆନ୍ତି ବେଶୀ, ମଧ୍ୟବିତ୍ତ ସ୍ୱପ୍ନ ବେଶୀ, ଗରିବଙ୍କର କଷ୍ଟ ବେଶୀ। ଜ୍ଞାନ ପରେ ଯଦି ଅହଙ୍କାରର ଜନ୍ମ ହୁଏ, ତେବେ ସେହି ଜ୍ଞାନ ବିଷ ହୋଇଯାଏ। କିନ୍ତୁ ଜ୍ଞାନ ପରେ ଯଦି ନମ୍ରତାର ଜନ୍ମ ହୁଏ, ତେବେ ସେହି ଜ୍ଞାନ ଅମୃତ ହୋଇଯାଏ। ଖୁସି ବାହାରେ ଖୋଜିଲେ ମିଳିବନି, ନିଜ ଖୁସିକୁ ନିଜ ଭିତରେ ଖୋଜିବାକୁ ଚେଷ୍ଟା କରନ୍ତୁ। କାରଣ ନିଜ ଖୁସି ପାଇଁ ଅନ୍ୟ ଉପରେ ଆଶା ରଖୁଥିଲେ ଲୁହ ଛଡ଼ା ଅନ୍ୟ କିଛି ମିଳିବନି। କ'ଣ ମୁଁ ଠିକ୍ କହିଲି ନା? ସ୍ୱାଦିଷ୍ଟ ଲାଗୁଥିବା ହାଲୁଆ ଏକ ପାତ୍ରରେ କାଜୁ, ବାଦାମ, କିସମିସ ଏବଂ ସୁଜି ତ ଦେଖାଇ ଦିଏ, ପରନ୍ତୁ ଯେଉଁ ଜିନିଷ ଦ୍ୱାରା ହାଲୁଆର ମିଠା ସ୍ୱାଦ ବଢ଼ାଇ ଦେଇଥାଏ, ସେହି ଚିନି ଆମକୁ ଦେଖାଯାଇ ନାହିଁ। ଠିକ୍ ସେହିପରି ମୋ ଜୀବନରେ ଆପଣମାନଙ୍କୁ ପରି ବନ୍ଧୁ ଅଛନ୍ତି, ଯେଉଁମାନଙ୍କ ସହ ସବୁଦିନ ତ ଦେଖା ହୁଏ ନାହିଁ, କିନ୍ତୁ ଆପଣମାନେ ନୈକତାର ସାହାଯ୍ୟ ଓ ସ୍ନେହ ଆଦରର ମିଠା କଥାବାର୍ତ୍ତା ମୋ ଜୀବନକୁ ଖୁବ୍ ଆନନ୍ଦିତ କରିଥାଏ। ମୁହଁରେ ଜବାବ ଦେବା ଲୋକ କେବେ ଧୋକା ଦେଇନଥାନ୍ତି, କେବଳ ଡର ଲାଗେ ସେହିମାନଙ୍କୁ ଯେଉଁମାନେ ଉପରେ ମଧୁର ବଚନ କହି ଅନ୍ତରରୁ ଘୃଣା କରନ୍ତି। 2500 ବର୍ଷ ପୂର୍ବରୁ ସୋକ୍ରେଟିସ୍ କହିଥିଲେ, ଏପରି ଏକ ସମୟ ଆସିବ ଯେତେବେଳେ ଜ୍ଞାନୀମାନେ ସେମାନଙ୍କର ଜ୍ଞାନ ପାଇଁ ଅନୁଶୋଚନ କରିବେ, ମୂର୍ଖମାନେ ସେମାନଙ୍କର ମୂର୍ଖାମି ପାଇଁ ଗର୍ବ ଅନୁଭବ କରିବେ ଏବଂ ଦୁର୍ନୀତିରେ ଖୋରମାନେ ସେମାନଙ୍କ ଦୁର୍ନୀତି ପାଇଁ ଉପଲବ୍ଧ ହେବେ। ଏମିତି ମଣିଷଙ୍କଠାରୁ ଦୂରେଇ ରୁହ, ଯିଏ ନିଜ ସ୍ୱଭାବ ପାଇଁ ବାରମ୍ବାର ତୁମକୁ କଷ୍ଟ ଦେଉଛି। କାରଣ କିଛି ମଣିଷ ସାପଠାରୁ ଅଧିକ ଭୟଙ୍କର। ସେ ସମ୍ପର୍କକୁ ଭୁଲିଯିବେ, ହେଲେ ନିଜ ସ୍ୱଭାବକୁ କେବେ ଛାଡ଼ିବେ ନାହିଁ। ଜୀବନରେ ଗୋଟିଏ କଥା ସବୁବେଳେ ମନେ ରଖିଥିବ, ଯେଉଁମାନେ ତୁମକୁ ଗୁରୁତ୍ୱ ଦେଉନାହାନ୍ତି, ସେମାନଙ୍କ ପାଖେ ଛିଡ଼ା ହେବା ଅପେକ୍ଷା ଏକା ଠିଆ ହେବା ବହୁତ ଭଲ। ଭୁଲ କଥାକୁ ସମର୍ଥନ କରି ସମସ୍ତଙ୍କର ପ୍ରିୟ ହେବା ଅପେକ୍ଷା ଠିକ୍ କଥା କହି ସମସ୍ତଙ୍କର ବିରୋଧୀ ହୋଇ ଏକୁଟିଆ ରହିବା ବହୁତ ଭଲ। ଭଲ ମଣିଷ ସହିତ ସମ୍ପର୍କ ଆଖୁ ପରି, ଏହାକୁ ଭାଙ୍ଗନ୍ତୁ ଏବଂ ଚୂର୍ଣ୍ଣ କରନ୍ତୁ, ଏହାକୁ ଚିପୁଡ଼ନ୍ତୁ କିମ୍ବା ଏହାକୁ ପିଟନ୍ତୁ କିମ୍ବା ଗ୍ରାଇଣ୍ଡିଂ କରନ୍ତୁ, ତଥାପି ଆପଣ କେବଳ ମିଠା ହିଁ ପାଇବେ। ଜୀବନ ହେଉଛି ମୃତ୍ୟୁଠାରୁ ଧାର ଆଣିଥିବା କିଛି ସମୟ। ଏ ସମୟ କେବେ ଚାଲିଯିବ କେହି ବି ଜାଣିପାରିବେ ନାହିଁ। ଏ ଜୀବନ ଥିବା ଯାଏ ରାଗ, ରୁଷା, ହିଂସା ଛାଡ଼ି ସମସ୍ତଙ୍କ ସହିତ ହସ ଖୁସିରେ ସମୟ ବିତାଇବା ପାଇଁ ଚେଷ୍ଟା କରିବା। ପ୍ରକୃତ ଠିକଣା ପ୍ରକୃତି ଭିତରେ ହଜି ରହିଥାଏ ସଦା। ସେହି ଠିକଣାକୁ ଖୋଜି ଯେ ପାଇଲେ, ସେଇ ତ ପ୍ରକୃତ ଯୋଦ୍ଧା। ଶ୍ରେଷ୍ଠତାରୁ ଜନ୍ମ ଆସିନଥାଏ, ଗୁଣ ଯୋଗୁଁ ପ୍ରାପ୍ତ ହୋଇଥାଏ। ଦୁଧ, ଦହି, ଘିଅ ଏସବୁ ଗୋଟିଏ କୂଳରେ ହୋଇଥାନ୍ତି ମଧ୍ୟ ସଭିଙ୍କର ମୂଲ୍ୟ ଅଲଗା ଅଲଗା ହୋଇଥାଏ। ଦୁନିଆରେ ଯେତେ ପ୍ରକାର ଭୟ ରହିଛି, ବଦନାମ ହେଉଛି ସବୁଠାରୁ ବଡ଼ ଭୟ। କଷ୍ଟ ଏବଂ ବିପତ୍ତି ମନୁଷ୍ୟକୁ ଶିକ୍ଷା ଦେବାରେ
ଶ୍ରେଷ୍ଠ ଗୁଣ ଅଟେ। ଯିଏ ଏହି ସମୟକୁ ସାହସର ସହିତ ସାମ୍ନା କରେ ସେ ହିଁ କଷ୍ଟ ବିପଦକୁ ବିଜୟ କରିପାରେ। ସବୁବେଳେ ଲୁଣ ପରି ହେବାକୁ ଚେଷ୍ଟା କରନ୍ତୁ। କେହି ବି ଆପଣଙ୍କୁ ପ୍ରେଜେଣ୍ଟ ଜାଣିପାରିବେ ନାହିଁ, କିନ୍ତୁ ଆପଣଙ୍କ ଆବସେଣ୍ଟ ସବୁବେଳେ ଜାଣିପାରିବେ। ଭୁଲ ଠାରୁ କିଛି ନୂଆ ନୂଆ ଶିଖିବାର ମାନେ ହେଉଛି ଜୀବନ। ଯିଏ ଭୁଲ ଠାରୁ ଶିଖି ସେ ହିଁ ବାସ୍ତବ ଜୀବନରେ ସଫଳ ହୋଇପାରିଥାଏ। ଶ୍ରୀରାମ ମନ୍ଦିରରେ 4 ଥର ପରିକ୍ରମା କରନ୍ତୁ, ଦେଖିବେ ସବୁ ଦୁଃଖ କଷ୍ଟ ଦୂର ହୋଇଯିବ। ବୟସରେ କିଏ ବଡ଼ ହୋଇପାରେ, କିନ୍ତୁ ସାନ କିନ୍ତୁ ପ୍ରକୃତରେ ବଡ଼ ସେଇ ହୋଇଥାଏ ଯାହାର ହୃଦୟ ସମସ୍ତଙ୍କ ପାଇଁ ପ୍ରେମ, ସ୍ନେହ ଓ ସମ୍ମାନ ଭାବନା ରହିଥାଏ। ଏହା ହିଁ ସମାଜରେ ବାସ୍ତବିକତା। ଝିଅ ଯଦି ନିଜର ପ୍ରେମିକା ସହିତ ଯାଉଛି, ସେହି ସମୟରେ ସମାଜ ମଦ୍ୟ ପଣିଆ ଦେଖାଇ ଠେଙ୍ଗା, ବାଡ଼ି, ଲାଠି, ଅସ୍ତ୍ର ଧରି ଝିଅକୁ ମାରିବା ପାଇଁ ଚାଲିଯାଆନ୍ତି। ଏବଂ ବଡ଼ ବିଚିତ୍ର କଥା, ଯଦି ସେହି ଝିଅର ବଳାତ୍କାର ହୁଏ, ସମାଜରେ ଲୋକ ମହମବତୀ ନେଇ ଛକଠୁ ସହର ବୁଲନ୍ତି, ସେତେବେଳେ କାହିଁକି ମାରିବା ପାଇଁ ବାହାରୁନାହାନ୍ତି? ଜ୍ଞାନ ହିଁ ଏକମାତ୍ର ଉପାଦାନ ଯାହା ମଣିଷକୁ କୌଣସି ସ୍ଥାନରେ, କୌଣସି ପର୍ଯ୍ୟାୟରେ ଏବଂ କୌଣସି ସମୟରେ ଛାଡ଼ି ନଥାଏ। ସତ୍ୟ ଏକ ଏଭଳି ଧନ ଯାହାକୁ ପ୍ରଥମେ ଖର୍ଚ୍ଚ କର ଆଉ ସାରା ଜୀବନ ଆନନ୍ଦ ପାଅ। ମିଥ୍ୟା ଏକ ଏପରି ଋଣ ଯେଉଁଥିରେ କ୍ଷଣିକ ସୁଖ ପାଅ ଆଉ ଜୀବନ ସାରା ସୁଝୁଥାଅ। ଖୁସିରେ ରହିବା ପାଇଁ ମଣିଷ ଭିତରେ ଏଇ 2ଟି ଜିନିଷ ରହିବା ବହୁତ ଜରୁରୀ। ସହିବା ଆଉ ଶୁଣିବାର ଶକ୍ତି, ଓ ବୁଝିବା ଆଉ ବୁଝାଇବାର ଶକ୍ତି। ଲାଇଫରେ ସବୁ କରିବ, ହେଲେ ପାଗଳ ପରି ଭଲ ପାଇବା ଆଉ ଅନ୍ଧ ପରି ବିଶ୍ୱାସ କାହାକୁ ଉପରେ କରିବନି। କେହି ଯଦି ବଦଳି ଯାଆନ୍ତି ତେବେ ଦୁଃଖ କର ନାହିଁ, କାରଣ ବଦଳିବା ପ୍ରକୃତିର ନିୟମ ଅଟେ। ଜୀବନ କ'ଣ ଯଦି ବୁଝି ପାରୁନାହାନ୍ତି, ତାହେଲେ ସବୁକିଛି ପରମାତ୍ମାଙ୍କ ଉପରେ ଛାଡ଼ି ଦିଅନ୍ତୁ। ପରମାତ୍ମା କେବେ କିଛି ମାଗେ ନାହିଁ, କାରଣ ସେ ଜାଣିଛନ୍ତି କାହାର କ'ଣ ଦରକାର। ପକ୍ଷୀ ଗୋଟିଏ ଗୋଟିଏ ଦାନା ପାଇଁ ବାରମ୍ବାର ମୁଣ୍ଡ ନୁଆଏ, କିନ୍ତୁ ମଣିଷ 100 ଥର ଖାଇ ମଧ୍ୟ ପରମାତ୍ମାକୁ ଧନ୍ୟବାଦ ଜଣାଏ ନାହିଁ। ଯଦି ପରମାତ୍ମା ଖୁସି ଅଛନ୍ତି, ତାହେଲେ ଭିକାରୀର ରଜା ଯଦି ରାଗିଯାଆନ୍ତି, ରାଜାରୁ ଭିକାରୀ କରିଦିଅନ୍ତି। ସୀତାଙ୍କର ରକ୍ଷାକର୍ତ୍ତା ଭଗବାନ ରାମ ଥିଲେ। ହରଣ ସମୟରେ ପାଖରେ କେହି ନଥିଲେ। ଦ୍ରୌପଦୀଙ୍କର 5 ପାଣ୍ଡବ ଥିଲେ। ବସ୍ତ୍ର ହରଣ ସମୟରେ କେହି ନଥିଲେ। ଦଶରଥଙ୍କର 4 ପୁତ୍ର ଥିଲେ। ପ୍ରାଣତ୍ୟାଗ ସମୟରେ ପାଖରେ କେହି ନଥିଲେ। ରାବଣ ମଧ୍ୟ ଶକ୍ତିଶାଳୀ ଥିଲେ। ଲଙ୍କା ଜଳିବା ସମୟରେ କେହି ନଥିଲେ। ଶ୍ରୀକୃଷ୍ଣ ସ୍ୱୟଂ ସୁଦର୍ଶନଧାରୀ ଥିଲେ। ସାରାଘାତ ସମୟରେ କେହି ନଥିଲେ। ସରଶଯ୍ୟାରେ ପଡ଼ିଥିବା ପିତାମହୀ ପୀଡ଼ାରେ ଭାଗୀରଥୀ କେହି ନଥିଲେ। ଅଭିମନ୍ୟୁ ରାଜକୁମାର ଥିଲେ, କିନ୍ତୁ ଚକ୍ରବ୍ୟୁହ ବେଳେ କେହି ନଥିଲେ। ଠିକ୍ ସେମିତି ସଂସାରରେ ନିଜର ବୋଲି କେହି ନାହାନ୍ତି, କେବଳ କର୍ମ ହିଁ ଜୀବନ। ତ ଦର୍ଶକ ବନ୍ଧୁ, ଭିଡ଼ିଓଟି କେମିତି ଲାଗିଲା କମେଣ୍ଟରେ ଜଣାଇବା ସହିତ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ଯାହାଦ୍ୱାରା ଆପଣ ଏଇଭଳି ନୂଆ ନୂଆ ମୋଟିଭେସନ୍ ଭିଡ଼ିଓ ଦେଖିପାରିବେ। ଲାଇକ୍ କରିବା ସହିତ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ ନିହାତି କରନ୍ତୁ ଓ କମେଣ୍ଟରେ ଜଣାନ୍ତୁ କେମିତି ଲାଗିଲା ଭିଡ଼ିଓଟି। ଭଲ ଲାଗିଥିଲେ ଗୋଟେ ଲାଇକ୍, କମେଣ୍ଟ, ସେୟାର କରିବା ପାଇଁ ଜମା ବି ଭୁଲିବେନି। ରହୁଛୁ, ନମସ୍କାର, ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ।